ସିଏ ଯେଉଁ ଅଛି ଆପଣଙ୍କର ନବୀନ ବାବୁ ଅଛନ୍ତି ସେ ଖାଲି ହାରିଯିବାର ହାରିଯାଇଛନ୍ତି। ଆଉ ଯେଉଁ ମାନେ ରାଗଟା ବର୍ତ୍ତମାନ ଖାଲି ସୁଝେଇବା ଛଡ଼ା ଆଉ କିଛି କରୁନାହାନ୍ତି। ଆଉ କ'ଣ ତାଙ୍କୁ କୁହାହେବ? ସିଏ ତ ବିଜେପି ବାଲା କରୁଥିଲେ ସେଇଆ। ଯେତେବେଳେ ବିରୋଧୀ ଦଳ ନେତା ଅଛନ୍ତି ତୁମେ ଗୋଟେ ହକ୍ ପାଇଁ ଗୋଟେ କିଛି କର ନା ସେମିତି କିଛି କ'ଣ ଅସ୍ମିତା। ଆଉ ନବୀନ ପଟ୍ଟନାୟକ ଆଜି ଆମକୁ ତାକୁ ମାସେ ଟାଇମ୍ ଦିଆହେଉଛି। ସେ ବନ୍ଦେ ଉତ୍କଳ ଜଣେ ଆମ ଜନଗଣ ମନ ଅଧିନାୟକ ଯେଉଁ ଆମ ଜାତୀୟ ସଙ୍ଗୀତ ଅଛି ସେ ମାସେ ତାକୁ କୁହାହେଉଛି। ସେ ମାସେ ପୁରା ଗାଇକି ସେ ଶିଖେଇ ଦେଇପାରିବ? ତା ମାସେ ଟାଇମ୍ ଦିଆହେଉଛି। ଅସ୍ମିତା ସେ କ'ଣ ଶିଖେ? ଅସ୍ମିତା ବିଷୟରେ କିଛି ଜାଣିଛନ୍ତି ସେ? ଆଉ କ'ଣ କୁହାହେବ? ତେବେ ଯେଉଁ ମାଇକି ଭାଙ୍ଗିଦେଲେ ବିଜେଡ଼ିର ଧ୍ରୁବ ଏମ୍ଏଲ୍ଏ ଯିଏ ବାଚସ୍ପତିଙ୍କୁ ଚଢ଼ିଗଲେ ମାଇକି ଭାଙ୍ଗିଦେଲେ, ଏଇଟା କ'ଣ ଠିକ୍ ନା? ଏ କ'ଣ କରିବା? ସେ ମାନେ ଆମରି ପଇସା ନଷ୍ଟ ହେଉଛି ନା କାହାର ନଷ୍ଟ? ପୂର୍ବରୁ ମୁଁ କ'ଣ କହୁଥିଲି, ଠିକ୍ କଥା କହୁଥିଲ। ପର୍ ଡେ 49 ଲକ୍ଷ ଟଙ୍କା ଯାଉଛି ଗଭର୍ଣ୍ଣମେଣ୍ଟର ଲସ୍ ଲକ୍ଷ୍ମୀ ବସ୍ ଯୋଜନାରେ। ସେଇ ମୁଖ୍ୟମନ୍ତ୍ରୀ ଥିଲେ ନା କିଏ ଥିଲେ? କ'ଣ ପାଇଁ ବାହାର କରିଥିଲେ? ସେଇଟା କ'ଣ କରାଯିବ? ଆମେ ହେଲେ 15 କୋଟି ଟଙ୍କା ଲସ୍ ହେଉଛି ଗଭର୍ଣ୍ଣମେଣ୍ଟର ଲକ୍ଷ୍ମୀ ବସ୍ ଯୋଜନା। ଖାଲି ଯୋଜନା ପରେ ଯୋଜନା, ଖାଲି ଭୋଟ ହାତେଇବା ଚକରେ ବିଜେଡ଼ି ବାଲା ଥିଲେ। ବିଜେଡ଼ି ବାଲାଙ୍କର 1 ଲକ୍ଷ ଥିଲା କେମିତି ଆମେ ଯୋଜନା ପରେ ଯୋଜନା କରିକି ଭୋଟ ହାତେଇ। ବର୍ତ୍ତମାନ ଯେତେବେଳେ ସରକାରରେ ଥିଲେ କାରା ବାବୁ କାରା ପ୍ରସାଦ ବାହିନୀପତି ପୋଡ଼ିୟମରେ ବସିକି ବାଚସ୍ପତିଙ୍କର ମାଇକି ଭାଙ୍ଗିଦେଲେ। ସେତେବେଳେ କହିଲେ ବିଜେଡ଼ି ସରକାର ଏଇଟା ହେଉଛି ଗଣତନ୍ତ୍ର ବିରୋଧୀ। କିନ୍ତୁ ଆଜି ଯେତେବେଳେ ନିଜ ଦଳର ନେତା କେହି ଜଣେ ଭାଙ୍ଗୁଛି ମୁହଁ କାହିଁ ବନ୍ଦ କରିବା? କାରଣ ତାଙ୍କ ନିଜ ଗୋଡ଼ ତାଙ୍କୁ ନିଜ ଗୋଇଠା ମାରିଛି ବା ସେ କ'ଣ କରିବେ? ତାଙ୍କ ନିଜ ଗୋଡ଼ ଯାହାଫଳରେ ତାଙ୍କୁ ଗୋଇଠା ମାରିଛି, ଯାହାକି ତାଙ୍କ ପାଖରେ ଆଉ କିଛି ଚାରା ନାହିଁ। ବେଚାରାର ସବୁ କାମ ଗୁଡ଼ା କରୁଛନ୍ତି ଏବେ ସବୁ ସେମାନେ। ଏଇଭଳି